ପଲ୍ଲବୀ କହିବେ, ମାମା ତମକୁ ଏତେ ବୁଝେଇଲା ପରେ ବି ତମେ ଏହାପରେ ଆଦର୍ଶ କହିବେ, ମୁଁ କିନ୍ତୁ ବୁଝିବିନି ମୁଁ ଯାହା କହିଲି ସେୟା କରିବି। ପଲ୍ଲବୀ କୌଣସି ପୋଷା ଖେଳର ବାଜି ନୁହନ୍ତି ଯେ ତାଙ୍କୁ ବାଜିରେ ରଖି ସମସ୍ତେ ନିଜ ନିଜ ଇଚ୍ଛାରେ ଜୁଆ ଖେଳିବ। ମୁଁ କହିଲି ନା, ପଲ୍ଲବୀ ଏ ଘରୁ କୁଆଡ଼େ ବି ଯିବେନି। ଆଉ ଯଦି ପଲ୍ଲବୀ ଏ ଘରୁ କୁଆଡ଼େ ବି ଯାଆନ୍ତି ନା, ସେହି ମୁହୂର୍ତ୍ତରେ ମୋ ପାଖରୁ କେହି ବି ଆଶା ରଖିବନି, କେହି ବି ନୁହେଁ। ଆଉ ଏଇଟା ମୋର ଶେଷ କଥା। ତାପରେ ରୂପସା ମନେ ମନେ କହିବେ, ଆଦର୍ଶ ତ ହଙ୍ଗାମା କରିବା ଆରମ୍ଭ କରିସାରିଲେଣି। ଆଉ ତାଙ୍କ କଥାରୁ ମୁଁ ତ କ୍ଲିଅର ବୁଝି ସାରିଲିଣି ଯେ ପଲ୍ଲବୀକୁ ଏଠୁ କେବେ ବି ଯିବାକୁ ଦେବେନି। ତେଣୁ ମୋତେ ଏବେ ମାମା କହିଥିବା ପ୍ଲାନ୍କୁ ଆପଣାଇବାକୁ ପଡ଼ିବ। ତାପରେ ରୂପସା ଫୋନରେ କାହାକୁ ମେସେଜ କରୁଥିବେ, ଆଉ ଆଦର୍ଶ କହିବେ, ଫୋନରେ ଖେଳିବା ବନ୍ଦ କର ରୂପସା। କୁହ ମୋ ସର୍ତ୍ତରେ ତମେ ରାଜି ନା ନୁହେଁ, କୁହ। ତାପରେ ରୂପସା କହିବେ, ନାଇଁ ଆଦର୍ଶ, ତମେ ଯଦି ନ ବଞ୍ଚିବ ତାହେଲେ ମୁଁ ଏସବୁ ପ୍ରପର୍ଟି ନେଇକି କ'ଣ କରିବି? ତମେ ଚାହୁଁଛ ନା ପଲ୍ଲବୀ ନ ଯାଉ? ଠିକ୍ ଅଛି, ପଲ୍ଲବୀ ଏଇ ଇଣ୍ଡିଆରେ ରହିବ। ଖାସ୍ ତମରି ପାଇଁ ମୁଁ ଏ କଥାକୁ ମାନି ନେଉଛି ଯେ ପଲ୍ଲବୀ ବିଦେଶ ଯିବେନି, ସେ ଏଇଠି ରହିବେ, ଏଇ ଇଣ୍ଡିଆରେ ହିଁ ରହିବେ। ତାପରେ ମମତା କହିବେ, ଥରେ ଭାବ ରୂପସା, ପଲ୍ଲବୀ ବିଦେଶ ଯିବନି, ଏଇଠି ରହିବ। ଆଦର୍ଶ ତ ତାକୁ କେବେ ବି ଭୁଲି ପାରିବନି ନା, ସେଇଥିପାଇଁ ତାକୁ ଦେଖା କରିବା ପାଇଁ ତା ପାଖକୁ ବାରମ୍ବାର ଯିବ। ଏ କଥା ଦେଖି ଲୋକେ କ'ଣ କହିବେ, କ'ଣ ଭାବିବେ ସେମାନେ? ତ ଦର୍ଶକ ବନ୍ଧୁ, ରୂପସା କ'ଣ କରିବେ? ପଲ୍ଲବୀକୁ ବିଦେଶ ପଠେଇବେ କି ନାହିଁ? ଆମକୁ କମେଣ୍ଟ ମାଧ୍ୟମରେ ୟେସ୍ ଅର୍ ନୋ ଲେଖି ଜଣାନ୍ତୁ।